ୱେଲକମ୍ ଟୁ ଇଜି ଏଜୁକେସନ୍। ଆଜି ହେଉଛି ଜାନୁଆରୀ 1 ଇଂରାଜୀ ନବବର୍ଷର ପ୍ରଥମ ଦିନ। ତୁମମାନଙ୍କୁ ଏହି ଚ୍ୟାନେଲ୍ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଫେବୃଆରୀ 21 ରହିଛି ତୁମମାନଙ୍କର ପରୀକ୍ଷା, ତେଣୁ ପାଠପଢ଼ାକୁ ନିୟମିତ ଭାବେ ଚାଲୁ ରଖ, ଯଦ୍ୱାରା ଆମେ ପରୀକ୍ଷାରେ ଭଲ ନମ୍ବର ରଖିପାରିବା। ଆଜିର ବିଷୟବସ୍ତୁ ହେଉଛି ସାହିତ୍ୟର ଜନ୍ମଭୂମି ପ୍ରବନ୍ଧ। ଏଠାରେ ପ୍ରାବନ୍ଧିକ ହେଉଛନ୍ତି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ତାଙ୍କର ଜନ୍ମସ୍ଥାନ ରହିଛି ମୟୂରଭଞ୍ଜ ଜିଲ୍ଲାର ଖିଚିଙ୍ଗଠାରେ। ତାଙ୍କର କେତୋଟି ରଚନା ରହିଛି ପ୍ରବନ୍ଧ ମାନସ, ଇତିହାସ ଓ କିମ୍ବଦନ୍ତୀ, ଅକାଟ୍ୟ ଯୁକ୍ତି, ମନ୍ଦିର ଗମ୍ଭୀର ଭାଷା ଇତ୍ୟାଦି। ସେହିଭଳି ତାଙ୍କର ଆତ୍ମଜୀବନୀ ହେଉଛି ମୋ ସମୟର ଓଡ଼ିଶା। କ୍ୱେଶ୍ଚନ୍ ରହିଯିବ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଆତ୍ମଜୀବନୀଟି କ'ଣ? ନା ମୋ ସମୟର ଓଡ଼ିଶା। ଏହି ପ୍ରବନ୍ଧଟି କେଉଁ ଭାବନାରେ ପରିଲକ୍ଷିତ ହୋଇଛି? ନା ବସୁଧୈବ କୁଟୁମ୍ବକମ୍ ଏହି ଭାବନାରେ ପରିଲକ୍ଷିତ ହୋଇଛି। ପ୍ରଥମେ ଦେଖିବା ପାଠଟିରେ କ'ଣ କ'ଣ ସବୁ ରହିଛି। ଯେହେତୁ ପାଠଟିର ନାଁ ଜନ୍ମଭୂମି, ତେଣୁ ପ୍ରାବନ୍ଧିକ ପ୍ରଥମେ ନିଜେ ଜନ୍ମଭୂମି କାହାକୁ ବୋଲି କହିଛନ୍ତି? ନା ସେ ଯେଉଁଠାରେ ପ୍ରଥମେ ଭୂମି ସ୍ପର୍ଶ କଲେ, ଯାହାର ଫଳମୂଳ ଖାଇ ଜୀବନ ଧାରଣ କଲେ, ଯେଉଁ ସ୍ଥାନର ଝରଣା ନଦୀ ଜଳ ପିଇ ତାଙ୍କର ରକ୍ତ ପ୍ରବାହିତ ହେଉଛି, ତେଣୁ ସେହି ସ୍ଥାନଟି ହେଉଛି ତାଙ୍କର ଜନ୍ମଭୂମି। ତେଣୁ ସେ ନିଜେ କହିଛନ୍ତି ଯେ ତାଙ୍କର ପଲ୍ଲୀ ହିଁ ହେଉଛି ନିଜର ଜନ୍ମଭୂମି, ଆଉ ସେ ହିଁ ହେଉଛି ମାତା, ଧାତ୍ରୀ ଏବଂ ଶିକ୍ଷୟିତ୍ରୀ। ସମୟ ସ୍ରୋତରେ ଲେଖକ କ'ଣ ନିଜକୁ ଶୁଷ୍କ ତୃଣ ପରି ଭାସି ଚାଲିଛନ୍ତି। କାହିଁକି ନା ପରବର୍ତ୍ତୀ ସମୟରେ ଲେଖକ ନିଜ ପଲ୍ଲୀଠାରୁ ବହୁତ ଦୂରରେ ରହିଛନ୍ତି। ସେ ଜନ୍ମଭୂମିକୁ ଫେରିବାକୁ ତାଙ୍କର କ'ଣ ନାହିଁ? ନୈତିକ ସାହସ ମଧ୍ୟ ତାଙ୍କ ପାଖରେ ରହିନାହିଁ। ଜନ୍ମଭୂମିକୁ ସେ ଜାତିସ୍ମର ପରି ସ୍ମରଣ କରିଛନ୍ତି। ସେମିତି ଗ୍ରାମଭୂମି ପ୍ରତି ସମସ୍ତ ଶିକ୍ଷିତ ସମାଜ କ'ଣ କରନ୍ତି? ଅନିୟମିତତା କରିଥାନ୍ତି। କାହିଁକି ନା ଜଣେ ଛାତ୍ର ଯେତେବେଳେ ଜ୍ଞାନ ଆହରଣ କରେ, ସେ ଜୀବିକା ବୃତ୍ତି ପାଇଁ ବାହାରକୁ ଚାଲିଯାଏ, ଯଦ୍ୱାରା ନିଜ ଗ୍ରାମଭୂମି ପ୍ରତି ସେ କ'ଣ କରିଥାଏ? ଅନିୟମିତତା ଦେଖା ଦେଇଥାଏ। ଜଣେ ଶିକ୍ଷିତ ବ୍ୟକ୍ତି ପ୍ରଚଳିତ ଶିକ୍ଷା ନିକଟରେ ନିଜର ମାନବିକତାକୁ ଉତ୍ସର୍ଗ କରିଥାଏ। ଯେମିତି ଜଣେ ଧର୍ମାନ୍ତର ଗ୍ରହଣ କଲା ପରେ ଗୋଟେ ବ୍ୟକ୍ତିର ମାନବିକତାର ଚେଞ୍ଜ ହେଇଯାଉଛି, ସେମିତି ଶିକ୍ଷିତ ବ୍ୟକ୍ତି କ'ଣ? ପ୍ରଚଳିତ ଶିକ୍ଷା ନିକଟରେ ନିଜର ମାନବିକତାକୁ ଉତ୍ସର୍ଗ କରେ। ଶିକ୍ଷା ସମାପନ ଦ୍ୱାରା ଶିକ୍ଷିତ ସମାଜରେ କ'ଣ ଘଟିଥାଏ? ପୁନର୍ଜନ୍ମ ଗୋଟେ ଘଟିଥାଏ। ତେଣୁ ଏଇଟା ଗଲା ଗ୍ରାମଭୂମିରେ କ'ଣ କ'ଣ ସବୁ ରହିଛି। ପରବର୍ତ୍ତୀ ଆସିଲା ଆମର ଗ୍ରାମଭୂମିରେ କ'ଣ ସବୁ ଦେଖାଯାଇଥାଏ। ନା ବହୁ ବାଦ ବିସମ୍ବାଦ ସତ୍ତ୍ୱେ ପଲ୍ଲୀଗ୍ରାମର ନରନାରୀଙ୍କ ମଧ୍ୟରେ ଏକ ପରିବାରତ୍ୱର ପରମ୍ପରା ଗଢ଼ି ଉଠିଥାଏ। କେମିତି? ଆମେ ପଲ୍ଲୀରେ କାହାର ଦାଦା, ଖୁଡ଼ି, ପିଉସୀ, ବଡ଼ମା, ବଡ଼ପା ଇତ୍ୟାଦି ସମସ୍ତେ ଆମେ ଏହି ଭାବରେ ଜଣାଶୁଣା। ତେଣୁ ସେଠାରେ କ'ଣ ରହିଥାଏ? ଏକ ପରିବାରତ୍ୱର ପରମ୍ପରା ଗଢ଼ି ଉଠେ। ଏହି ପ୍ରବନ୍ଧରେ ଦୁଇ ଜଣଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ଗୋଟିଏ ହେଲା ସାର ମାଉସୀ, ଅନ୍ୟଟି ହେଲା ଗୋବିନ୍ଦା ଭାଇ। ସାର ମାଉସୀ କ'ଣ? ସେ ଗ୍ରାମର ମୁଣ୍ଡରେ ତାର ଗୋଟେ ଘର ରହିଛି, ଆଉ ସେ ଘରର ପିଣ୍ଡା ଉପରେ ସେ କ'ଣ ଥାଏ? ପ୍ରସ୍ତର ମୂର୍ତ୍ତି ପରି ବସି ରହିଛି, ମାନେ ପଥରଟା ପରି ବସି ରହିଥାଏ। ନା ପୂର୍ବେ ସେ ଲେଖକଙ୍କୁ ଦେଖିଲେ ପଚାରୁଥିଲା, କେବେ ଆସିଲୁ ବାପା? କିନ୍ତୁ ବର୍ତ୍ତମାନ କ'ଣ ହେଇଯାଇଛି? ଲେଖକ ଯେହେତୁ ଶିକ୍ଷିତ ସମାଜରେ ପରିଚିତ ହେଇଯାଇଛନ୍ତି, ତେଣୁ ତାଙ୍କୁ ସେ କହିଥାଉଛି, କେବେ ଆସିଲ ବାବୁ? ଦେଖ ଏଠି ଉକ୍ତିରେ ଚେଞ୍ଜ ହେଇଯାଇଛି। ପୂର୍ବେ କ'ଣ ଥିଲା? ନିଜର ବୋଲି ଗୋଟେ ମନୋଭାବ ଥିଲା, କିନ୍ତୁ ଏଠି ତାଙ୍କୁ ସମ୍ମାନ ଦିଆଯାଇଛି ଯେ କେବେ ଆସିଲୁ ବାବୁ ବୋଲି କୁହାଯାଉଛି। ସେମିତି ଗୋବିନ୍ଦା ଭାଇ। ଗୋବିନ୍ଦା ଭାଇ କ'ଣ? ତାଙ୍କର ଘର ହେଉଛି ଗ୍ରାମର ମଝିରେ, ଗୋଟେ ଛୋଟିଆ କୁଟୀର ଘର। ସେ କୁଟୀରକୁ ସେ ଏବେ ବର୍ତ୍ତମାନ ଦୁର୍ଗ କରିସାରିଛନ୍ତି, ଆଉ ସେ ଜଣେ ଆଜୀବନ ଅକର୍ମା ଓ ଅବିବାହିତା। ସେ ଆଗେ ଦେଖାହେଲେ ଲେଖକଙ୍କୁ ପାଖରେ ବସି କ'ଣ ପଢ଼ାଉଥିଲେ? ମନବୋଧ ଚୌତିଶ ବ୍ୟାଖ୍ୟା କରୁଥିଲେ, କିନ୍ତୁ ବର୍ତ୍ତମାନ ସେହି ସମୟ ଆଉ ନାହିଁ। ପରବର୍ତ୍ତୀ ସମୟରେ ଗ୍ରାମରେ କ'ଣ ହେଇଛି? ଅନେକ ନବାଗତ ଅତିଥି ପରିପୂର୍ଣ୍ଣ ହୋଇଗଲେଣି। ନବାଗତ ଅତିଥି ମାନେ ଛୋଟ ଛୋଟ ଛୁଆ, ଯେଉଁମାନେ କି ଲେଖକ ସହ ଦେଖାହେଲେ ସେମାନେ ଆଫ୍ରିକାରୁ ଆସୁଥିବା ଜେବ୍ରା ବା ଜିରାଫ ଭଳି ଚାହିଁ ରହିଥାନ୍ତି। ସେମିତି ଗ୍ରାମର ଯେଉଁ ଯୁବକମାନେ କୌଣସି କାର୍ଯ୍ୟ କରନ୍ତିନି ବା ଶିକ୍ଷିତ ଅର୍ଦ୍ଧଶିକ୍ଷିତ ଥାଆନ୍ତି, ସେମାନେ ଗ୍ରାମଭୂମି ଛାଡ଼ି ଯାଇନାହାନ୍ତି। ସେମାନେ କ'ଣ? ରାଜନୀତିର ଆଶ୍ରୟ ନେଇଥାନ୍ତି। କିଏ କଂଗ୍ରେସୀ, କିଏ ବିଜେପି, ଏମିତି ସବୁ ଦଳରେ, କମ୍ୟୁନିଷ୍ଟ ଇତ୍ୟାଦି ଦଳରେ ସବୁ ବିଭକ୍ତ ହୋଇଥାନ୍ତି। ଆଚ୍ଛା, ଏମାନଙ୍କ ସହ ପଲ୍ଲୀ ପ୍ରକୃତିର ଶୋଭା ଉପଭୋଗ କରିବା କେବେ ହେଲେ ସମ୍ଭବପର ହୋଇନଥାଏ। କାହିଁକିନା ସେମାନଙ୍କ ଭିତରେ ଗୋଷ୍ଠୀ କନ୍ଦଳ ଲାଗିଯାଇଥାଏ, ତେଣୁ ଏଗୁଡ଼ିକ ସମ୍ଭବ ନଥାଏ। ଏମାନେ ପୁଷ୍ପିତ ପଳାଶ ବନରେ ଦେଖନ୍ତି ବିଦ୍ରୋହର ବହ୍ନିକୁ, ସେମିତି ସ୍ଥଳ ପଦ୍ମରେ ଦେଖନ୍ତି ଏବଂ ଅନନ୍ତ କୃଷ୍ଣଚୂଡ଼ାରେ ଦେଖିଥାନ୍ତି ଅନାଗତ ଯୁଗର ରକ୍ତ କେତନକୁ। ଏ ତିନୋଟି ରହିଛି ବିଟ୍ କୋଶ୍ଚିନ୍, ତେଣୁ ମନେ ରଖିଦେବ।
पुष्पित पलाश वन देखते विद्रोहर बह्नी, स्थल पद्म देखते आहावर रक्त एवं अनंत कृष्णचूड़ा देखते अनागत जुगर रक्त केतन। देख ये गोटे ट्रिक रहा है अनंत जगह प्रथम अ रही तेणु स्थल पद्म जगह कौन रखिथ रक्त, पद्म फूल रंग जेहेतु लाल टिके तेणु रक्त रखिदेव। आ पुष्पित पलाश वन देखी था विद्रोहर बह्नी को। परवर्ती रही ग्रामर कर्म योजना लेखक स्थान और नाही कहीं से ग्राम भूमि ठार बहुत दूर में बास कर निदागर निराट झांझी लोक मैंने कौन ना नुआ मेघ को चाह रही था। सेमती ज्येष्ठ मासर शेष भाग स्तूपीकृत मेघ माने कला मेघ गुड़िक गिरीर शीर्ष भागरे भासी आसता एवं सिक्त भूमिर सुगंध वन्य ज्योतिर परिमल रज पर्व लोक मैंने कौन दोली खेल रत होता। यार परवर्ती समय क्लांत सिक्त धरात श्रमजीवी मान द्वारा धरणी कौन होता है शस्य श्यामल हो उठता है एवं हेमंत ऋतु में स्वर्ण शीर्ष धान में परिणत होता है। ग्रामर कर्म योजन अंशग्रहण नापी लेखक निकट में भौतिक शक्तिर अभाव ना मीन्स भौतिक शक्ति अच्छी तथापि गोटे कौन ना नैतिक शक्तिर अभाव रही तेणु से मनर नहीं कर्मर मध्य विच्युत हो पड़ते। जितक मैं समय देती सब बिट क्वेश्चन टाइप क्वेश्चन जदि मन रखिदेव भलसे आमर बेटर कंप्लीट हो। परवर्ती रही मनुष्य को सब बेले जुक्तिवादी जीव बोली कहवा ठीक है नहीं कहीं से गतानुगतिकर दास अटे। आ से आभिजातिर चिन्ह बोली कौन रखी है नेक टाई को छाड़े ना मीन्स बेकार आम जो पिंधा टाई टाई क्लस न शोभा हूँ आभिजातिर चिन्ह तेणु से कौन छाड़ दे था शारीरिक श्रम को छाड़ दे था तेणु से आभिजात्य छाड़ा असंभव होता है तेणु से शारीरिक श्रम को छाड़ दे था। आ बेसी आदर प्रशंसा कौन दिग्विजय वीर मान रही था। तेणु जो मैंने अर्थ बल भाग्य बल अध्यावसाय बल अनेक शिक्षित युवक रही था से विद्यार्थी जीवन में पिता माता आशा भरोसार स्थल होती एवं ग्राम वृद्ध मान प्रशंसार दृष्टांत होता। मन रखिथ पिता माता आशा भरोसार स्थल एवं ग्राम वृद्ध मान प्रशंसार पात्र। सेमिति जे जेकोसी बड़ लोक होता ना कहीं से निजर कृतकर्मर परिणाम भोगवाक पड़ी था सेमिति कृष्ण को मध्य भोगवाक पड़ता। एठारे कौन ना कृष्ण जे कि महाभारतर महासमर को निज अंगुली चलाई से मध्य निजर कृतकर्मर परिणाम भोगी ना कृष्ण कौन करते 3 दिन को कंटक जाते मथुरा को किंतु से सेठारे चिर दिन रहीगले माने निजर पितामाता गोपी गोपाल मान प्रति प्रवंचना करी से मथुरा रे रहीगले जहाद्वारा नंद यशोदा चक्षु कौन होता अंधीभूत होगला। प्रेममय राधा शशिकला परी दीना क्षीणा होगले। महाभारतर महासमर से कौन करते आंगुली निर्देश चलाई। परवर्ती अवस्था से कौन निज राजप्रसाद द्वारिका तैयारी करी अभ्रगंश प्रसादर एवं अष्टपाटवंशी निजर समस्त सुख सुविधा से पालन करते जद्वारा तांकर परिणत कौन है निजर अभ्रकंश प्रसाद अतल जलधि निमग्न होगला। पर कौन रही निजर मद्यप वंशगोष्ठी प्रभास तीर्थर एरकार वन में परस्पर को हणाहणी हो समूले नाश पाईगले एवं शेष में निबिड़ अरण्यर लतिका दौड़ श्रीकृष्ण निजर अवशेष अंग को ढालीदे। सेठारे पुणी कौन अच्छी ना निजर पदपल्लव जड़े व्याधर लोहसर आसी बाजी जाइथिला जद्वारा तांकर पाद कौन ना गोपपुर में गोचारण करने द्वारा कठिन थिला किंतु द्वारकार राजभोगर समस्त विलास बसन पाद नवपल्लव भली रक्ताभ देखा जाता जहाँकि व्याध मन कौन कला हरिण कर्णर भ्रम सृष्टि करथिला। तेणु व्याधटी हरिण कर्ण भावी श्रीकृष्णकर चरण जुगल कौन करथिले सर निक्षेप करथिले जद्वारा सेठारे श्रीकृष्णकर निजर शेष समय होइथिला। वर्तमान कृष्णकर कौन रही गोप वृंदावन जमुना गोपी गोपाल समस्त रही सेमिति वृंदावनर पुष्पित कदम्बरे मयूरर उद्धत नृत्य देखा दूरवंशी स्वनरे गोपकन्यार मन व्यथरे
ଭାରାକ୍ରାନ୍ତ ହୋଇ ପଡ଼ୁଛି, କିନ୍ତୁ କ'ଣ ନାହିଁ, ଅଭ୍ରକଂଶ ପ୍ରାସାଦ ନାହିଁ କି ସେମାନଙ୍କର ବଂଶ ଗୋଷ୍ଠୀ ମଧ୍ୟ ଆଉ ନାହାନ୍ତି। ପରବର୍ତ୍ତୀ ରହିଛି ଭାରତୀୟ ଅର୍ଥନୈତିକ ବେଷ୍ଟନରେ କ'ଣ ରଖାଯାଇଛି, ପାଶ୍ଚାତ୍ୟ ଶିକ୍ଷା ପଦ୍ଧତି, ମାନେ ବାହାର ଦେଶର ଯେତିକି ସବୁ ଶିକ୍ଷା ପଦ୍ଧତି ଆମର ଏଠି ରଖାଯାଇଛି, ଯଦ୍ୱାରା ତେଣୁ ଯେଉଁମାନେ ନିଜର ମହାନୁଭବକୁ ପଲ୍ଲୀରୁ ବିଶ୍ୱକୁ ବିସ୍ତାରିତ କରିଛନ୍ତି ସେମାନେ ଆମର ନମସ୍ୟ ଅଟନ୍ତି। ତେଣୁ ଯେ ଗ୍ରୀଷ୍ମ ଦେବତା ଏଟଲାସ୍ ସେ କ'ଣ କରିଛନ୍ତି, ବିଶ୍ୱର ଭାର ବହନ କରିଛନ୍ତି, ସେମାନେ ପ୍ରବଞ୍ଚନା କରନ୍ତି ବୋଲି କୁହାଯାଏ। ତେଣୁ ପ୍ରାବନ୍ଧିକ ଏଠାରେ କହିଛନ୍ତି ଯେ ଭଲ ଗ୍ରାମବାସୀ ନୁହେଁ ସେ କେବେ ହେଲେ ଓଡ଼ିଶାବାସୀ ହୋଇପାରିବ ନାହିଁ, ଯେ ଭଲ ଓଡ଼ିଶାବାସୀ ନୁହେଁ ସେ କେବେ ହେଲେ ଭାରତବାସୀ ହୋଇପାରିବ ନାହିଁ, ଆଉ ଯେ ଭାରତବାସୀ ନୁହେଁ ସେ ବିଶ୍ୱବାସୀ ହୋଇପାରିବ ନାହିଁ। ଏତିକି ସମୟରେ ଆମର ଏହି ପାଠର ସମ୍ପୂର୍ଣ୍ଣ ବିଟ୍ କୋଶ୍ଚିନ୍ କଭର୍ ହୋଇଯିବ। ତେଣୁ ତୁମେମାନେ ଠିକ୍ ସେ ବୁଝିଦେବ ପାଠଟା। ପରବର୍ତ୍ତୀ ରହିଛି ବିଗତ ବର୍ଷମାନଙ୍କରେ କ'ଣ ସବୁ କୋଶ୍ଚିନ୍ ଆସିଥିଲା। ଜନ୍ମଭୂମି ଦେଖ ରହିଛି ଆମର। ଗ୍ରାମର ନବଯୁବକମାନେ କେଉଁଠାରେ ଅନାଗତ ଯୁଗର ରକ୍ତକେତନକୁ ଦେଖନ୍ତି। କୁହାଯାଇଥିଲା ଅନାଗତ ଯୁଗର ରକ୍ତକେତନ, ଏଠି କ'ଣ ହେଇଯିବ, ଉତ୍ତର ଆମର ହେଇଯିବ ପଳାଶବନ ତ ହେବନି, ସ୍ଥଳପଦ୍ମ ହେବନି, କ'ଣ ହେଇଯିବ ଏଠି, ଆନତ କୃଷ୍ଣଚୂଡ଼ାରେ ଦେଖିଥାନ୍ତି। ପ୍ରାବନ୍ଧିକ କେଉଁମାନଙ୍କୁ ଅନୁଡ଼ା ବୋଲି କହିଛନ୍ତି। କ'ଣ ହୋଇଯିବ ଉତ୍ତର, ନା ଗୋପୀ କନ୍ୟାମାନଙ୍କୁ ସେ ଅନୁଡ଼ା ବୋଲି କହିଛନ୍ତି। ମହାଭାରତର କର୍ଣ୍ଣଧାର କିଏ ନା ଶ୍ରୀକୃଷ୍ଣ। ମହାଭାରତର କର୍ଣ୍ଣଧାର ହେଉଛନ୍ତି ଶ୍ରୀକୃଷ୍ଣ। ସମୟ ସ୍ରୋତରେ ଲେଖକ କାହା ପରି ଭାସି ଚାଲିଛନ୍ତି, ଏଇଟା ସରଳାର୍ଥରେ ମଧ୍ୟ ଆସିବ ଯେ ସମୟ ସ୍ରୋତରେ ଲେଖକ ଶୁଷ୍କ ତୃଣ ପରି ଭାସି ଚାଲିଛନ୍ତି। ପରବର୍ତ୍ତୀ ରହିଛି ଗ୍ରାମର କର୍ମ ଯୋଜନାରେ ଅଂଶଗ୍ରହଣ କରିବାରେ ଲେଖକଙ୍କ କେଉଁ ଶକ୍ତିର ଅଭାବ ନଥିଲା। ଆଚ୍ଛା ଦେଖ, ଭୌତିକ ଶକ୍ତିର ତ ଅଭାବ ନଥିଲା, କିନ୍ତୁ କ'ଣ ରହିଥିଲା, ନୈତିକ ଶକ୍ତିର ଅଭାବ ଥିଲା। ତେଣୁ ଏଠି ଉତ୍ତର ହେଇଯିବ ଭୌତିକ ଶକ୍ତିର ଅଭାବ ନଥିଲା। ଗୋବିନ୍ଦା ଭାଇ କେଉଁ ପ୍ରକାରର ଲୋକ ଥିଲେ। ଗୋବିନ୍ଦା ଭାଇ କେଉଁ ପ୍ରକାର ଲୋକ, ନା ଆଜୀବନ ଅକର୍ମା ଥିଲେ ଏବଂ ଅବିବାହିତ ମଧ୍ୟ। ବିଶ୍ୱାସଘାତକତାରୁ କିଏ ବର୍ତ୍ତି ପାରି ନଥିଲେ। କୁହାଯାଇଥିଲା ଯେତେ ବଡ଼ ମଣିଷ ହେଉନା କାହିଁକି ସେ କୃତକର୍ମର ପରିଣାମ ଭୋଗିଥାଏ। ତେଣୁ ଏଠାରେ ବିଶ୍ୱାସଘାତରେ କିଏ ବର୍ତ୍ତି ଯାଇନଥିଲେ, କୃଷ୍ଣ ବର୍ତ୍ତି ଯାଇ ନଥିଲେ। ଲେଖକ କାହାକୁ ତାଙ୍କର ଜନ୍ମଭୂମି ବୋଲି କହିଛନ୍ତି। ସେ ନିଜର ଜନ୍ମଭୂମି କାହାକୁ, ନା ପଲ୍ଲୀଭୂମିକୁ ହିଁ କହିଛନ୍ତି। ଉତ୍ତର ହେଇଯିବ ପଲ୍ଲୀଭୂମି। ସାରମାଉସୀ କେଉଁଠି ବସିଥାଏ। ଗଛ ମୂଳେ, ଗାଁ ଦାଣ୍ଡରେ, ମନ୍ଦିର ନିକଟରେ, ତାର ଛୋଟ ପିଣ୍ଡାରେ। ଯେହେତୁ ଗ୍ରାମର ମୁଣ୍ଡରେ ତାର ଛୋଟ ପିଣ୍ଡାଟାରେ ସେ ନିଜେ ପ୍ରସ୍ତର ମୂର୍ତ୍ତି ପରି ବସିଥାଏ। ନେକ୍ଟାଇ କାହାର ଚିହ୍ନ ବୋଲି ବିବେଚିତ। କୁହାଯାଇଛି ନେକ୍ଟାଇ ହେଉଛି ଆଭିଜାତ୍ୟର ଚିହ୍ନ। କାହିଁକି ନା ଯେ ଜଣେ ଶିକ୍ଷିତ ସେ କେବେ ହେଲେ ଶାରୀରିକ ପରିଶ୍ରମ କରିବାକୁ ଚାହିଁନଥାଏ, ତେଣୁ ସେଇଟା ହେଇଯିବ ଆଭିଜାତ୍ୟର ଚିହ୍ନ। ମନୁଷ୍ୟ ବହୁ ପରିମାଣରେ କାହାର ଦାସ ଅଟେ। ପୁରାପୁରି ସର୍ଟରେ ରହିଥିଲା, ନା ଗତାନୁଗତିକତାର ଦାସ ଅଟେ। ନେକ୍ସଟ ରହିଛି ସମୟକୁ ପ୍ରାବନ୍ଧିକ କାହା ସହ ତୁଳନା କରିଛନ୍ତି। ଦେଖିବା, ଆୟୁ, ସୂର୍ଯ୍ୟ, ତୃଣ ଏବଂ ରହିଲା ସ୍ରୋତ। ତେଣୁ ଉତ୍ତର ହେଇଯିବ ଏଠି କ'ଣ, ସ୍ରୋତ ସହ ତୁଳନା କରିଛନ୍ତି, ଯେ ସେ ସମୟ ସ୍ରୋତରେ ନିଜକୁ ଭାସିବାରେ ଲାଗିଛନ୍ତି। ନେକ୍ସଟ ଅଛି ଆମର ଏକ୍ଜାମ ଓରିଏଣ୍ଟେଡ୍ କ୍ୱେଶ୍ଚିନ୍ କ'ଣ କ'ଣ ରହିଥାଏ। ପ୍ରଥମଟି ହେଲା ଜନ୍ମଭୂମି ପ୍ରବନ୍ଧର ଲେଖକ କିଏ। ଦେଖ, ଜନ୍ମଭୂମି ପ୍ରବନ୍ଧର ଲେଖକ ଏଠି ଆମ ଉପରେ ଦେଖିଲେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ପରବର୍ତ୍ତୀ କ୍ୱେଶ୍ଚିନ୍, ଜନ୍ମଭୂମିକୁ ଫେରିବାକୁ ଲେଖକଙ୍କ କେଉଁ ସାହସ ନାହିଁ। ନୈତିକ ସାହସ ନାହିଁ। ଲେଖକ ନିଜ ଜନ୍ମଭୂମିକୁ କିପରି ସ୍ମରଣ କରିଛନ୍ତି, ନା ଉତ୍ତର ହେଇଯିବ ଜାତି ସ୍ମର ପରି ସ୍ମରଣ କରିଛନ୍ତି। ସମସ୍ତ ଶିକ୍ଷିତ ବ୍ୟକ୍ତି ପ୍ରଚଳିତ ଶିକ୍ଷା ନିକଟରେ କାହାକୁ ଉତ୍ସର୍ଗ କରିଛନ୍ତି। କାହାକୁ, ନା ନିଜର ମାନବିକତାକୁ, ମଣିଷପଣିଆକୁ ଉତ୍ସର୍ଗ କରିଛନ୍ତି। ଗ୍ରାମ୍ୟ ପରିବେଶରେ କେଉଁ ପରମ୍ପରା ଗଠନ ହୋଇଥାଏ। ଇମ୍ପୋର୍ଟାଣ୍ଟ ରହିଛି ଯେ ଏକ ପରିବାରତ୍ୱର ପରମ୍ପରା ଗଢ଼ି ଉଠିଥାଏ। ପରବର୍ତ୍ତୀ, ଗୋବିନ୍ଦା ଭାଇ ନିଜ କୁଟୀରକୁ କେଉଁଥିରେ ପରିଣତ କରିସାରିଲେଣି। ଯେହେତୁ ତାଙ୍କର ଗୋଟେ କ୍ଷୁଦ୍ର କୁଟୀର ଅଛି, ସେ ସେଇ କୁଟୀରକୁ ଦୁର୍ଗରେ ପରିଣତ କରିସାରିଲାଣି ବୋଲି ପ୍ରବନ୍ଧରେ ବର୍ଣ୍ଣିତ। ସାରମାଉସୀ ବର୍ତ୍ତମାନ ଲେଖକଙ୍କୁ ଦେଖିଲେ କ'ଣ କହିଥାନ୍ତି, ଯେ ପୂର୍ବେ କହୁଥିଲେ କେବେ ଆସିଲୁ ବାପା, କିନ୍ତୁ ବର୍ତ୍ତମାନ ଏବେ କ'ଣ କହୁଛନ୍ତି, କେବେ ଆସିଲ ବାବୁ। ଗ୍ରାମଟି ଯାକ କେଉଁଥିରେ ପରିଣତ ହୋଇଗଲାଣି, ନା ନବାଗତ ଅତିଥି, ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ପରିଣତ ହୋଇଗଲାଣି।
ଗ୍ରାମର ଯୁବକମାନେ ପୁଷ୍ପିତ ପଳାଶ ବନରେ କ'ଣ ଦେଖନ୍ତି? ପୁଷ୍ପିତ ପଳାଶ ବନରେ ସେମାନେ ଦେଖନ୍ତି ବିଦ୍ରୋହର ବହ୍ନିକୁ ବା ଅଗ୍ନି। କାହାର ସୁଗନ୍ଧରେ ଗ୍ରାମରେ ରଜ ପର୍ବ ପାଳନ କରାଯାଇଥାଏ? କୁହାଯାଇଥିଲା ସିକ୍ତ ଭୂମିର ସୁଗନ୍ଧ। ସାମରୀରେ ମଧ୍ୟ ଏ ପଏଣ୍ଟଟା ମୁଁ ଲେଖିଦେଇଛି। ଏହି ପ୍ରବନ୍ଧରେ କେଉଁମାନଙ୍କୁ କ୍ଲାନ୍ତ, ସିକ୍ତ ଓ ଧରାହତ ବୋଲି କୁହାଯାଇଛି? ନା ଉତ୍ତର ହେଇଯିବ ଆମର ଶ୍ରମଜୀବୀମାନଙ୍କୁ କ୍ଲାନ୍ତ, ସିକ୍ତ ଏବଂ ଧରାହତ ବୋଲି କୁହାଯାଇଛି। ଗ୍ରାମର ଶିକ୍ଷିତ ବିଦ୍ୟାର୍ଥୀମାନେ କେଉଁମାନଙ୍କର ପ୍ରଶଂସାର ଦୃଷ୍ଟାନ୍ତ ହୋଇଥାନ୍ତି? ପ୍ରଶଂସାର ଦୃଷ୍ଟାନ୍ତ ଯଦି ପଡ଼େ ଗ୍ରାମ ବୃଦ୍ଧମାନଙ୍କର ଏବଂ ଆଶା ଭରସାର ସ୍ଥଳ ହୋଇଥାନ୍ତି ପିତାମାତାଙ୍କର। କୃଷ୍ଣଙ୍କର ଅଭ୍ରକଂଶ ପ୍ରାସାଦ କେଉଁଠି ଅବସ୍ଥିତ? ନା ଦ୍ୱାରକାରେ, କିନ୍ତୁ ଏବେ ସେ ସମୁଦ୍ର ମଧ୍ୟରେ ବିଲୀନ ହୋଇଯାଇଛି। କୃଷ୍ଣଙ୍କ ସମ୍ପୂର୍ଣ୍ଣ ବଂଶ କେଉଁଠାରେ ନିହତ ହୋଇଥିଲେ? କେଉଁଠାରେ କୁହାଯାଇଥିଲା? ପ୍ରଭାସ ତୀର୍ଥର ଏରକାର ବନରେ ଧ୍ୱଂସ ହୋଇଯାଇଥିଲେ। ମଦ୍ୟପ ଗୋଷ୍ଠୀ ଧ୍ୱଂସ ହୋଇଯାଇଥିଲେ। କୃଷ୍ଣଙ୍କ ଚରଣ ଯୁଗଳ କେଉଁ ସ୍ଥାନରେ ନବପଲ୍ଲବ ପରି ରକ୍ତାଭ ଦେଖାଯାଉଥିଲା? ଯେ ଦ୍ୱାରକାରେ। କାହିଁକି ନା ଦ୍ୱାରକାରେ ସେ ରାଜଭୋଗ କରୁଥିଲେ, ଯାଦ୍ୱାରା ସେଠି ତାଙ୍କର ପାଦ ଗୁଡ଼ିକ ବହୁତ କୋମଳ ଏବଂ ରକ୍ତାଭ ଦେଖାଯାଉଥିଲା। କୃଷ୍ଣଙ୍କର ଚରଣ ଯୁଗଳ ବ୍ୟାଧ ମନରେ କାହାର ଭ୍ରମ ସୃଷ୍ଟି କଲା? ଇମ୍ପୋର୍ଟାଣ୍ଟ ଏଇଟା ରହୁଛି ହରିଣ କର୍ଣ୍ଣ। କିମ୍ବା କିଏ କୃଷ୍ଣଙ୍କର ଚରଣ ଯୁଗଳକୁ ଲୌହସର ନିକ୍ଷେପ କରିଥିଲା? ଉତ୍ତର ଯିବ କ'ଣ? ବ୍ୟାଧ। ଆଜି ମଧ୍ୟ କେଉଁଠାରେ ମୟୂରର ଉଦ୍ଧତ ନୃତ୍ୟ ସ୍ଥାନ ପାଇଥାଏ? କୁହାଯାଇଥିଲା ବୃନ୍ଦାବନର ପୁଷ୍ପିତ କଦମ୍ବରେ ଆଜି ମଧ୍ୟ ମୟୂରର ଉଦ୍ଧତ ନୃତ୍ୟ ସ୍ଥାନ ପାଏ। ପରବର୍ତ୍ତୀ ରହିଛି କ୍ୱେଶ୍ଚିନ୍, ଯେ ଭଲ ଗ୍ରାମବାସୀ ନୁହେଁ ସେ ଭଲ କ'ଣ ହୋଇନପାରେ? ନା ସେ ଭଲ ଓଡ଼ିଶାବାସୀ ହୋଇନପାରେ। ଯଦି ଓଡ଼ିଶାବାସୀ ହୋଇନଥିବ ତେବେ ଭାରତବାସୀ ହୋଇନପାରେ। ଯଦି ଭାରତବାସୀ ହୋଇନଥିବ ତେବେ ବିଶ୍ୱବାସୀ ହୋଇନପାରେ। କୃଷ୍ଣଙ୍କ ବିଚ୍ଛେଦରେ କିଏ ଶଶିକଳା ପରି ଦୀନା ଓ କ୍ଷୀଣ ହୋଇଗଲେ? କିଏ? ନା ଉତ୍ତର ଯିବ ପ୍ରେମମୟୀ ରାଧା। ଆଉ କିଏ ଅନ୍ଧ ହୋଇଗଲେ କହିଲେ କ'ଣ ହେବ? ନିଜର ପିତା ଏବଂ ମାତା। ନିଦାଘର ନିରାଟ ଝାଞ୍ଜିରେ ଗ୍ରାମବାସୀମାନେ କାହାକୁ ଚାହିଁ ରହିଥାନ୍ତି? ସ୍ତୂପୀକୃତ ନୂଆ ମେଘକୁ ଚାହିଁ ରହିଥାନ୍ତି। ଉତ୍ତର ହେଇଯିବ ଆମର ନୂଆ ମେଘ। ଏତିକି ରହିଲା ଆମର ବିଟ୍ କ୍ୱେଶ୍ଚିନ୍ କ'ଣ କ'ଣ ସବୁ ପଡ଼ିପାରେ। ଦେଖ ଦେଇଦେଇଛି ପୁଣି ଆଉଥରେ ମୁଁ ଦେଖାଇ ଦେଇଛି ଏଠାରେ। ପରୀକ୍ଷା ମାତ୍ର ଆଉ 1.5 ମାସ ପାଖାପାଖି ରହିଲା, ତେଣୁ ପାଠପଢ଼ା ଠିକ୍ସେ ଏବେ କରିନିଅ ସମସ୍ତେ। ଦେଖ ଏବେ ଯିବା ଲଙ୍ଗ୍ କ୍ୱେଶ୍ଚିନ୍ ଏବଂ ସରଳାର୍ଥରେ କ'ଣ କ'ଣ ଇମ୍ପୋର୍ଟାଣ୍ଟ ରହିଛି। ପ୍ରଥମ ରହିଛି ଆମର ସରଳାର୍ଥ କ'ଣ? ଯେ ସମୟ ସ୍ରୋତରେ ନିଃସହାୟ ଶୁଷ୍କ ତୃଣ ପରି ସେ ଭାସି ଚାଲିଛନ୍ତି, ଏଇଟା ପଡ଼ିପାରେ। କିମ୍ବା ଏହା ଥିଲା ତାଙ୍କର କୃତକର୍ମର ପରିମାଣ। ଏଇଠି କ'ଣ ଲେଖିଦେବ? ନା କୃଷ୍ଣଙ୍କର ଯାହା ସବୁ କୃତକର୍ମର ପରିଣାମରେ ଲେଖିଦେଇପାରିବ। ସେମିତି ଦୀର୍ଘ ଉତ୍ତରମୂଳକରେ କ'ଣ ରହିଯିବ ଆମର? ଗ୍ରାମରେ ଦେଖାଯାଉଥିବା ଏକ ପରିବାର ତୋର ପରମ୍ପରା ବିଷୟରେ ଲେଖ। କିମ୍ବା ମନୁଷ୍ୟକୁ ବହୁ ପରିମାଣରେ ପରମ୍ପରା ଦାସ ବୋଲି କହିବାର ଯଥାର୍ଥତାକୁ ବର୍ଣ୍ଣନା କର। ଏତିକି ରହିଲା ଲଙ୍ଗ୍ କ୍ୱେଶ୍ଚିନ୍ ଦୁଇଟି। ସରଳାର୍ଥ ମଧ୍ୟ ରହିଛି। କୁହାଯାଇଥିଲା ଯେ ଲଙ୍ଗ୍ କ୍ୱେଶ୍ଚିନ୍ ଲେଖିବା ବେଳେ ପ୍ରଥମ ଷ୍ଟେପ୍ରେ କ'ଣ ରହିଯିବ? ଲେଖକଙ୍କ ବିଷୟରେ, ଲେଖକଙ୍କ ପରିଚୟ ଏବଂ ବିଷୟର ଟିକେ ଭାବବୋଧ। ତାପରେ ସେଇ ପଏଣ୍ଟକୁ ଆଧାର କରି ଆମେ କ୍ୱେଶ୍ଚିନ୍ ଆନ୍ସର୍ ଲେଖିପାରିବା। କିମ୍ବା